ଭାରତର ମଣିଷ ଗୁଡ଼ାକୁ ଅସରପା କିଏ କରିଦେଲା? ସେ ମିଷ୍ଟର ସୂର୍ଯ୍ୟକାନ୍ତ, ଆଉ କିଏ? ସେ ହେଉଛନ୍ତି ସୁପ୍ରିମକୋର୍ଟର ଅନରେବୁଲ ଚିଫ୍ ଜଷ୍ଟିସ୍। ଗୋଟେ ହିୟରିଂ ସମୟରେ ସେ ଗୋଟେ ଚିପ୍ ରିମାର୍କ ଦେଲେ, ଶସ୍ତା ମନ୍ତବ୍ୟ ବା ସାଟାରିକାଲ ଷ୍ଟେଟମେଣ୍ଟ। ଭାରତର ଯେଉଁମାନେ ଅନଏମ୍ପ୍ଲଏଡ୍ ୟୁଥ୍ ଆଉ ଆକ୍ଟିଭିଷ୍ଟ ତାଙ୍କୁ ତୁଳନା କଲେ କକରୋଚ ଆଉ ପାରାସାଇଟ୍ ସହିତ। କିଏ ଜାଣିଥିଲା ଏଇ ଅସରପା ବା କକରୋଚ ମାନଙ୍କର ସର୍ଦ୍ଦାର ଆମେରିକାର ବୋଷ୍ଟନ ୟୁନିଭର୍ସିଟିରେ ଥାଇକି ସବୁ ଶୁଣୁଛି ଏବଂ ଦେଖୁଛି। ସାଙ୍ଗେ ସାଙ୍ଗେ ଅନଲାଇନ୍ରେ କୋଟି କୋଟି ଅସରପା ମାନଙ୍କୁ ସେ ଏକାଠି କରିଦେଲା ଏବଂ ସେମାନେ ନିଷ୍ପତ୍ତି ନେଲେ ଦିଲ୍ଲୀର ଯନ୍ତର ମନ୍ତରରେ ଏକାଠି ହେବେ ଏବଂ ବିରୋଧ ପ୍ରଦର୍ଶନ କରିବେ। ଏ କଥା ଜାଣିଲା ପରେ ଭାରତର ଦକ୍ଷିଣପନ୍ଥୀ ବିଚାରଧାରାର କିଛି ମହାତ୍ମା କହିଲେ, ଆରେ ଆରେ ଏଇ ଅସରପା ଗୁଡ଼ା ବଡ଼ ଉତ୍ପାତ କରୁଛନ୍ତି, କ'ଣ ଜାଣିନାହାନ୍ତି ଆମ ହାତରେ ହିଟ୍ ଅଛି ଆଉ ପାୱାର ଅଛି। ଚାଲ ଆମେ କକରୋଚ ହିଟ୍ ଜନତା ପାର୍ଟି କରିବା ଏବଂ ହିଟ୍ରେ ଏମାନଙ୍କୁ ମାରିଦେବା। କିନ୍ତୁ ସେ ପାର୍ଟିର ଅସ୍ତିତ୍ୱ ଏବେ କ'ଣ ଜଣା ନାହିଁ। ଅଥଚ କିଛି ଦିନ ତଳେ ସେଇ ବିଚାରଧାରାର ଜଣେ ମହିଳା ସେ ଆସିଥିଲେ ଅସରପା ମାନଙ୍କୁ ମାରିବା ପାଇଁ। ହିଟ୍ ନେଇକି ଆସିନଥିଲେ, ଆଣିକି ଆସିଥିଲେ କିଛି ଇଙ୍କ ନେଇକିରି, କାଳି ନେଇକିରି। ସେ କାଳିକୁ ଫୋପାଡ଼ିବେ ଅସରପା ମାନଙ୍କ ଉପରେ ଏବଂ ତାଙ୍କୁ ମାରିଦେବେ। ସେ ଫୋପାଡ଼ିଲେ କିଛି କାଳି ଏଇ ଅସରପା ମାନଙ୍କ ସର୍ଦ୍ଦାର ଉପରେ, କିନ୍ତୁ ସେ କ'ଣ ମରିବେ? ସାଧାରଣ ଜ୍ଞାନ ଟିକେ ଥିବା ଦରକାର, କି ବିଜ୍ଞାନ ଜ୍ଞାନ ଟିକେ ଥିବା ଦରକାର। ବିଜ୍ଞାନ କହୁଛି ଯେ ଯଦି ନ୍ୟୁକ୍ଲିଆର ୱାରଫେୟାର ମଧ୍ୟ ହୁଏ, ସବୁ ଜୀବଜନ୍ତୁ ମଲେ ବି ଅସରପାଟା କୁଆଡ଼େ ବଞ୍ଚି ଯାଇପାରିବ। ଆଉ ଇଏ ଭଦ୍ର ମହିଳା ଗୋଟେ କାଳି ଆଣିକିରି ଫୋପାଡ଼ୁଛନ୍ତି ଅସରପା ମାରିବା ପାଇଁ, ମାରିପାରିବେ? ମାରି ହେଲାନି। ଏବଂ ସେମାନେ ବର୍ତ୍ତମାନ କ'ଣ କରୁଛନ୍ତି ଆପଣ ସବୁବେଳେ ଖବରକାଗଜରେ ଦେଖୁଛନ୍ତି, ଟିଭି ପରଦାରେ ମଧ୍ୟ ଦେଖୁଛନ୍ତି, ସୋସିଆଲ ମିଡ଼ିଆରେ ମଧ୍ୟ ଆପଣ ଜାଣୁଛନ୍ତି। ମୁଁ ଏଇ ଭିଡ଼ିଓରେ ସେ ବିଷୟରେ ବର୍ଣ୍ଣନା କରିବାକୁ ଆସିନି। ମୁଁ କହିବାକୁ ଆସିଛି ଯେ ଇତିହାସରୁ କିଏ କ'ଣ ଶିଖୁଛି। ଇଭେନ୍ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଇତିହାସରୁ କିଛି ଶିଖିପାରିନାହାନ୍ତି। କିଛି ବର୍ଷ ତଳେ କଂଗ୍ରେସର ଗୋଟେ ମିଟିଂ ଚାଲିଥିଲା ବା ଅଧିବେଶନ ଚାଲିଥିଲା। ସେଠି ମଣିଶଙ୍କର ଆୟାର, ତାଙ୍କର ଯିଏ ଭେଟରାନ ଲିଡର, ସିଏ ଗୋଟେ ଏମିତି ଟିପ୍ପଣୀ ଦେଇଥିଲେ ଯେ ଗୋଟେ ଚାୟବାଲା କ'ଣ ଭାରତର ପ୍ରଧାନମନ୍ତ୍ରୀ ହେବ? ସେ ଚା ଆଣିକିରି କଂଗ୍ରେସ ଲିଡରମାନଙ୍କୁ ବାଣ୍ଟିବା କଥା, ତାର ଯୋଗ୍ୟତା କ'ଣ? ଏ କଥାକୁ ବିଜେପିର ଯେଉଁମାନେ କମ୍ୟୁନିକେସନ ଷ୍ଟ୍ରାଟେଜିଷ୍ଟ ବା ଆଇଟି ସେଲ୍ର ଲୋକମାନେ କ୍ୟାଚ୍ କରିନେଲେ ଏବଂ ଚାୟ ପେ ଚର୍ଚ୍ଚା ଆରମ୍ଭ କରିଦେଲେ। ତାପରେ କ'ଣ ହେଲା ଆପଣମାନେ ସବୁ ଜାଣିଛନ୍ତି। ତାର ପୂର୍ବକୁ ଆଉ ଟିକେ ଯିବା, ସେହି ସମୟରେ ମଧ୍ୟ କଂଗ୍ରେସ ସରକାର ଥାଏ। ଶଶି ଥରୁର ସେ ମିନିଷ୍ଟର ଥାନ୍ତି, ତାଙ୍କୁ ଜାଣିଛନ୍ତି ନା ନାହିଁ? ତାଙ୍କୁ ମିନିଷ୍ଟର ହିସାବରେ ଆପଣ ଯେତିକି ନ ଜାଣିବେ, ଜଣେ ବଡ଼ ଲର୍ଣ୍ଣେଡ୍ ମ୍ୟାନ୍ ହିସାବରେ ମଧ୍ୟ ଆପଣ ଜାଣିବା ଉଚିତ। ତାଙ୍କର ଇଂଲିଶ ଭୋକାବୁଲାରୀ ଆମେଜିଂ, ଫାବୁଲସ୍। ତାଙ୍କର ମ୍ୟାଚ୍ କେହି ନାହିଁ ଇଣ୍ଡିଆରେ, ମୁଁ ଯାହା ଜାଣିଛି। ବଡ଼ ଓରେଟର ମଧ୍ୟ। ସେହି ସମୟରେ କଂଗ୍ରେସ ସରକାରଙ୍କ ତରଫରୁ ଅଷ୍ଟେରିଟି ମେଜର୍ସ ଚାଲିଥାଏ, ଖର୍ଚ୍ଚ କାଟ। ତେଣୁ ମିନିଷ୍ଟର ମାନେ ମଧ୍ୟ ଉଡ଼ାଜାହାଜରେ ବିଜନେସ୍ କ୍ଲାସରେ ନ ଯାଇକରି ଇକୋନୋମି କ୍ଲାସରେ ଯାଉଥିଲେ। ଇଏ କିନ୍ତୁ ୟୁଏନ୍ରେ ମଧ୍ୟ କାମ କରିକି ଆସିଛନ୍ତି। ତେଣୁ ସାମ୍ବାଦିକମାନେ ଯାଇକି ତାଙ୍କୁ ପଚାରିଲେ, ଆଜ୍ଞା ଆପଣ ଏବେ ବିଜନେସ୍ କ୍ଲାସରେ ଯିବେ ନା ଇକୋନୋମି କ୍ଲାସରେ ଯିବେ? ସେ କହିଲେ, ଏଥିରେ କ'ଣ ପଚାରୁଛ? ଏବେ ହୋଲି କାଓମାନଙ୍କ ସହିତ କ୍ୟାଟଲ୍ କ୍ଲାସରେ ମୋତେ ଯିବାକୁ ପଡ଼ିବ। ତାମାନେ ଯେଉଁ ସାଧାରଣ ଜନତା ଯେଉଁଥିରେ ଯାଆନ୍ତି ଇକୋନୋମି କ୍ଲାସ୍, ସାଧାରଣ ଜନତା ହେଉଛନ୍ତି କ୍ୟାଟେଲ୍, ଗୋରୁ ଗାଈ। ଏଇ କ୍ୟାଟେଲ୍ ଶବ୍ଦରୁ କ୍ରିଟିସିଜିମ୍ ଏତେ ହେଲା ଯେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ହସ୍ତକ୍ଷେପ କରିବାକୁ ପଡ଼ିଲା। ମୁଁ ପଚାରୁଛି ଯେ ପ୍ରକୃତରେ ବିସ୍ଫୋରଣ ଶକ୍ତି କାହାର କେତେ? ହାଇଡ୍ରୋଜେନ୍ ବମ୍ର ସବୁଠୁ ଅଧିକ, ନା ନ୍ୟୁକ୍ଲିୟର ବମ୍ର ସବୁଠୁ ଅଧିକ, ନା ଶବ୍ଦ ବମ୍ର ବିସ୍ଫୋରଣ ଶକ୍ତି ସବୁଠୁ ଅଧିକ? ଆପଣ ଉତ୍ତର ଦିଅନ୍ତୁ। ଥ୍ୟାଙ୍କ ୟୁ, ନମସ୍କାର।